ଭାଇ ଭୟଙ୍କର ମାରପିଟ ହେଇଗଲାଣି, ଭୟଙ୍କର ମାରପିଟ। ଇଣ୍ଡିଆ ଶ୍ରୀଲଙ୍କା ଖେଳ ହଉଥିଲା, ମତେ ଲାଗିଲା ରାମ ଆଉ ରାବଣର ଯୁଦ୍ଧ ଚାଲିଛି। ଇଣ୍ଡିଆ ପ୍ରଥମେ ବ୍ୟାଟିଂ କଲେ 265 ରନ୍ କଲେ, ସିଏ ବି ବ୍ୟାଟିଂ କରି 265 ରନ୍ କରିଦେଲେ, ଡ୍ର ହେଇଗଲା। ତାପରେ ଜାଣିଥିବ ଲାଷ୍ଟ ଓଭରରେ 5 ରନ୍ ଡିଫେଣ୍ଡ କରିବାର ଥିଲା। ଅର୍ଷଦ ଖାନ ଭାଇ ଖତରନାକ ବୋଲିଂ କଲା, ଟୋକା 5 ରନ୍ରେ ତାଙ୍କୁ ଅଟକାଇ ଦେଲା। ତାପରେ ସୁପର ଓଭର ଖେଳ ହେଲା, କିନ୍ତୁ ଅର୍ଷଦ ଖାନ ପୁରା ଆମକୁ ଝାଇଁ କରିଦେଇକି 16 ରନ୍ ଦେଇଦେଲା। କିନ୍ତୁ ଆମେ ଡରିବା କାହିଁକି, ଆମ ପାଖରେ ଥିଲେ ଭୈଭବ ସୂର୍ଯ୍ୟବଂଶୀ ଆଉ ତାଙ୍କ ସାଙ୍ଗରେ ଆସିଥିଲେ ଶ୍ରେୟାଂଶ। ତ ଶ୍ରେୟାଂଶ ଯେତେବେଳେ ଆସିଲେ ତ ଖେଳ ହେଲା, କିନ୍ତୁ ଇଣ୍ଡିଆ କରିପାରିଲା ନାହିଁ। ସବୁବେଳେ 5 ଆଙ୍ଗୁଳି ସମାନ ନଥାଏ, ତ ଆମ ଟୋକା ହାର ମାନିକି ପଳେଇ ଆସୁଥିଲା। କିନ୍ତୁ ତାଙ୍କର ଯେଉଁ ପ୍ଲେୟାର ମାନେ ଅଛନ୍ତି ତାଙ୍କର ତ ଟିକେ ଅଛି, ଆ ଗିଳା ମତେ ବିନ୍ଦ, ତ ଲାଗିଲେ ତାଙ୍କ ବଡ଼ ବଡ଼ କରି କ'ଣ ଆମ ପ୍ଲେୟାରଙ୍କୁ ଶୋଧିଲେ। ଶୋଧିଲା ପରେ ପ୍ରଥମେ ସୂର୍ଯ୍ୟବଂଶୀ କହିଲେ, ତାପରେ ତାକୁ କହିଲେ, ତାପରେ ସୂର୍ଯ୍ୟବଂଶୀ ଆଗକୁ ଯେତେବେଳେ ସେ ଟୋକା କିଏ ଗୋଟେ ବେଶୀ କହିଦେଇଛି, ସୂର୍ଯ୍ୟବଂଶୀ ଲଗେଇ ଦେଇଛି। ଆଉ ଲଗେଇବନି, ଛାଡ଼ିଦେବ ସିଏ, ସେ ଟୋକା ବା A1 ଟୋକା। ବାସ୍ ସେଇଠୁ ପୁରା ହାତାପାଇ ଏପଟର ତିଲକ ବର୍ମା କମ୍ପ୍ଲେନ୍ କରୁଛନ୍ତି ଯେ ନା ଅନ୍ଧାର ହେଲାଣି ଆମକୁ ଦେଖାହଉନି। ସେଇଟା ବି ଗୋଟେ କଜ୍ ହେଇଥାଇପାରେ। ତ ଏଥିପାଇଁ ଦାୟୀ କିଏ, କମେଣ୍ଟ କରି ଜଣାଅ।